ଅଶୋକ କୁମାର ଧଳ ଆପଣମାନଙ୍କୁ ସ୍ୱାଗତ କରୁଛି ଓଡ଼ିଶା ଡ୍ରିମ୍ ଟିଭିକୁ। ଆପଣମାନେ ଜାଣିଥିବେ ପ୍ରଥମ ବନ୍ୟା ଯାଇ ଦ୍ୱିତୀୟ ବନ୍ୟା ବର୍ତ୍ତମାନ ପହଞ୍ଚିଛି। ଦ୍ୱିତୀୟ ବନ୍ୟାରେ ପଟାମୁଣ୍ଡେଇ ବ୍ଲକର 14ଟି ପଞ୍ଚାୟତ, ପଟାମୁଣ୍ଡେଇ ମ୍ୟୁନିସିପାଲିଟିର 10ଟି ୱାର୍ଡ ସମ୍ପୂର୍ଣ୍ଣ ଭାବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଆମେ ବର୍ତ୍ତମାନ ଆସି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛୁ। ପାଣି ଘେର ଭିତରେ ପାଣି ଜଳବନ୍ଦୀ ରହିଥିବା ଲୋକମାନଙ୍କର କୋଉ ଭଳିଆ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଆମେ ଲୋକମାନଙ୍କ ମୁହଁରୁ ଶୁଣିବା। ମାନେ ବନ୍ୟା ଘରରେ ଆଜି 5 ଦିନ ହେଲା ପଡ଼ିଛନ୍ତି, ବନ୍ଧ ଉପରେ ରହୁଛନ୍ତି, ସେ ସମ୍ପର୍କରେ କ'ଣ କହିବେ? ଆଜ୍ଞା, ମୁଁ ଆଜିକି 5 ଦିନ ହେଲା ବନ୍ୟା ଘେରରେ ପାଣି ଘେରରେ ରହିଛୁ। ଖାଇବା ପାଇଁ ବି ସୁବିଧା ନାହିଁ କି ପାଣି ଟିକେ ପାଉନୁ। ବାରହାର ଆତଙ୍କ ଦଣ୍ଡପଲ୍ଲୀ ଏବେ ପର୍ଯ୍ୟନ୍ତ ପ୍ରଶାସନ କୌଣସି ସାହାଯ୍ୟ ଆମେ ପାଇନୁ। ଏପର୍ଯ୍ୟନ୍ତ କି ସରକାର ଆସି ବୁଲିକି ଦେଖିନି କୋଉମାନେ ଲୋକମାନେ କେମିତି କ'ଣ ଅଛନ୍ତି, ନା ପ୍ରଶାସନ ଆସି ବୁଲିକି ଦେଖିନି। କିମ୍ଭୀରର ଆତଙ୍କ, ବାରହାର ଆତଙ୍କ, ସାପ ବେଙ୍ଗ ଘରେ ବସି ଯାଉଛି। ଆମେ ପାଣି ଘେରରେ ରହିବା ଦ୍ୱାରା ପାଲ ଫାଲ ଟାଙ୍ଗିକି ଆମେ କୋଉଠି ନା କୋଉଠି ଜୀବନ ବଞ୍ଚେଇବା ପାଇଁ ଆଶ୍ରା ଅଛୁ। ପ୍ରଶାସନ ଏପର୍ଯ୍ୟନ୍ତ କି ଆସି ବୁଝିନି କି ଲୋକମାନେ କ'ଣ କେମିତି ଅଛନ୍ତି, କି ଦିନେ ଆସିକି ପଚାରୁନାହାନ୍ତି କି ବୁଝୁନାହାନ୍ତି। ଏଇଭଳି ଅସୁବିଧା ଭିତରେ ରହିଛୁ। ପାଣି ଟିକେ ପାଉନୁ, ଖାଇବାର ସୁବିଧା ନାହିଁ। ଛାତିଏ ପାଣିରେ ପଶିକି ଆମେ ଯାଉଛୁ ଯେ କିମ୍ଭୀର ମାନଙ୍କର ଡରରେ ଯାହା ଯେମିତି ଅସୁବିଧା ଭିତରେ ଯାଉଛୁ। ପାଣି ଘେରରେ ଛାତିଏ ପାଣିରେ ଯାଉଛୁ। ଏଇଭଳି ଅସୁବିଧା ଭିତରେ ଆମେ ଅଛୁ ଯେ ଗାଈ ଗୋରୁ ଛେଳି ମେଣ୍ଢା ଏଭଳି ଅସୁବିଧାରେ ଅଛି। ଖାଇବା ପାଇଁ ତାଙ୍କର ଘାସ କୁଟା କି ଛଣ ବି ନାହିଁ, ସବୁ ପାଣି ଘେରରେ ଭାସୁଛି। ଆପଣ ତ ଦେଖୁଛନ୍ତି କି ସରକାର ଏପର୍ଯ୍ୟନ୍ତ ଦାୟିତ୍ୱ କରି ବୁଝୁନାହାନ୍ତି, କି ସରକାର ଆସି ଦିନେ ପଚାରୁନାହାନ୍ତି, କି ପ୍ରଶାସନ କି କୌଣସି ଡିପାର୍ଟମେଣ୍ଟ ଏପର୍ଯ୍ୟନ୍ତ ପଚାରି ନାହାନ୍ତି କ'ଣ କେମିତି ଲୋକମାନେ ଅଛନ୍ତି। ଏହା ତ କହିବେ। ଆପଣମାନେ ଦେଖୁଥିବେ ଲୋକମାନେ କୋଉ ଭଳିଆ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କୋଉ ଭଳିଆ ଆତଙ୍କିତ ହୋଇ ଅଛନ୍ତି। ଏଠାରେ ବାରହାମାନଙ୍କର ଆତଙ୍କ, ବିଷାକ୍ତ ସାପର ଆତଙ୍କ, ଏବଂ ଆପଣମାନେ ଦେଖୁଥିବେ ଲୋକମାନେ ପାଣି ଘରେ ରହିଲେ ବାରହା, ବିଷାକ୍ତ ସାପ, ବିଶେଷ କରି କୁମ୍ଭୀର ମାନଙ୍କର ଆତଙ୍କ। ମୁଖ୍ୟ ସମସ୍ୟା ବର୍ତ୍ତମାନ ଲୋକଙ୍କର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ସମସ୍ତ ଟ୍ୟୁବୱେଲ୍ ବୁଡ଼ି ଯାଇଛି, ୱାଟର ସପ୍ଲାଏ ମଧ୍ୟ ପ୍ରାୟ ଜାଗା ବନ୍ଦ ରହିଛି। ଲୋକମାନେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ପ୍ରଶାସନ ଲୋକମାନଙ୍କ ପାଖରେ ଠିକ୍ ସେ ପହଞ୍ଚି ପାରୁନାହିଁ। ଆପଣମାନେ ଶୁଣୁଥିବେ ଲୋକମାନଙ୍କ ପ୍ରତିକ୍ରିୟା। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଟାମୁଣ୍ଡେଇ ବନ୍ୟା ଅଞ୍ଚଳରୁ ଅଶୋକ କୁମାର ଧଳ, ଓଡ଼ିଶା ଡ୍ରିମ୍ ଟିଭି।